कोरापुट जिला दशमंतपुर ब्लॉक सदर पंचायत अधीनस्थ बाघचेमा गाँ निकटରେ ଥିବା ଏକ ଆମ୍ବତୋଟା ପରିସରରେ ଜୋନ୍ 1 ବିଜେଡିର କର୍ମୀ ସମ୍ମିଳନୀ ତଥା ନୂଆବର୍ଷ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଚିକାମ୍ବ ପଞ୍ଚାୟତ ବରିଷ୍ଠ ବିଜେଡି କର୍ମୀ ଉପେନ୍ଦ୍ର ବାଘଙ୍କ ନେତୃତ୍ୱରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଝିନ୍ ହିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣିମା ଜାନି, ପୂର୍ବତନ ବିଧାୟକ ପ୍ରଭୁ ଜାନି, ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକା, ଯୁବ ସଭାପତି ଆଶିଷ କୁମାର ଚେଟ୍ଟି, ଜୋନ୍ କୋର୍ଡିନେଟର ଅରୁଣ କୁମାର ରଥିନାୟକ, ଅନନ୍ତ ଖରା, କାଳିଆ ସାଗର, ମୋହନ ମୁଦୁଲି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କହ୍ନେଇ ଜାନି, ବିଜୟ ଖଲସା, ବିନୋଦ ଖଲସା, ପ୍ରକାଶ ଖରା, ହର୍ଷାନନ୍ଦ ଖରା ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ। ସାଧାରଣ କର୍ମୀ ଉପଲବ୍ଧି କଲେ ବିଜୁ ଜନତା ଦଳ ସରକାର ସମୟରେ କିପରି ବିକାଶମୂଳକ କାର୍ଯ୍ୟ ଚାଲିଥିଲା, ଆଜି କ'ଣ ଅସୁବିଧା, ଯେଉଁ ସରକାର 11 ବର୍ଷ ହୋଇ ଭାରତ ବର୍ଷକୁ ଶାସନ କରି ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଆସିଛି, କିପରି ଲୋକମାନଙ୍କୁ ହଇରାଣ କରୁଛି, ତାଙ୍କର ଉପଲବ୍ଧି ଆଜି କର୍ମୀମାନଙ୍କର ଗୋଟେ ଆଲୋଚନା ଚକ୍ର ଏଠି ଚାଲିଥିଲା। ସାଧାରଣ ଲୋକଙ୍କର ଭଏସ୍ ନେତାଙ୍କ ମାନଙ୍କର ପାଖରେ ପହଞ୍ଚାଇଛନ୍ତି, ଯେଉଁମାନେ ପୂର୍ବତନ ବିଧାୟକ ମୋ ପାଖରେ ଅଛନ୍ତି। ଆମେ ସବୁ ଅଛୁ ଯେ ବର୍ତ୍ତମାନ ବିଜୁ ଜନତା ଦଳ ପ୍ରତ୍ୟେକ ଗାଁରେ ବୁଲି ଲୋକଙ୍କ ସ୍ୱରକୁ ନେଇ ଆନ୍ଦୋଳନ କରିବ। ପ୍ରତି କ୍ଷେତ୍ରରେ କେବଳ ରେସନ କାର୍ଡ ନୁହେଁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେପରି ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟେ ଏଟିଏମ୍ ପରି ସାଧାରଣ ଲୋକ ବ୍ୟବହାର କରି ଅସୁବିଧା ସମୟର ସାଥୀ ହୋଇପାରିଥିଲା ଏବଂ ରେସନ କାର୍ଡ ଆଡିସନାଲ ସ୍ୱତନ୍ତ୍ର ଭାବରେ ଓଡ଼ିଶା ଗୋଟେ फूड सिक्योरिटी बिल आने निजर स्वतंत्र आडिशनल खाद्य देवार व्यवस्था करथिले। पीवा पानी मेगा जो वाटर सप्लाई कथा जो मात्रा रे चलथिला एमाने ताकू भी विशृंखला करबा को आरंभ करछन। तेणु एमाने विकास चाहुनांती, विनाश चाहुचंती। तेणु ताकू प्रतिरोध करी किपरि भाबरे नवीन पट्टनायक सरकार समय रे एप्रुवाल प्रत्येक प्रोजेक्ट लोकों को पाखरे पहुँचबो, सेता पई साधारण कर्मी आज सजबाज होई संग्राम सहित लोकों सेवा कर। आसंता 2027 जो साधारण निर्वाचन हो, साधारण लोक ही निर्णय करबे। नवीन पट्टनायक नेतृत्व बिना एठी ओडिशार कौन सी नेतृत्व चलिबो। देखंतु आम राज्य रे जो बिजु जनता दल सरकार चलता से समय रे मो 2019 रु 2024 विधायक थी। और मो समय रे आपण मान जानते मुरान ठारे ब्रिज टू आरंभ करी अनेक रोड रास्ता कथा मो निर्वाचन मंडली रे पाखापाखि 400 कोटी टंकार केवल रोड सेक्टर रे आमे काम करिचु एवं गाँ गहली रे मंदिर मस्जिद टू आरंभ करी चर्च इत्यादि इत्यादि डेवलपमेंट वर्क गुड़िक किंतु वर्तमान जो मान भी शासन रही डेवलपमेंट बदल रे से माने ताकू बाधा सृष्टि कर तो कौटी ब्रिज चलती से जाकि काम अटकाउंट एवं हुए तो काम आरंभ हो 8 मास वर्षे 1.5 वर्ष है जाकि से माने पुणी सेटा को आउे शुभ देउछंती। आम जहाँ कर माननीय मुख्यमंत्री नवीन पट्टनायक समय रे आउ तो मोर विश्वास अच्छी आम गत 5 वर्ष जहाँ करछु किए 10 वर्ष कि 15 वर्ष भी कर। ଏହି କାର୍ଯ୍ୟକ୍ରମକୁ ବ୍ଲକ ବିଜେଡି ସଭାପତି ମହେନ୍ଦ୍ର କୁମାର କୁଲଦୀପ ପରିଚାଳନା କରିଥିଲେ। ସୂଚନା ମୁତାବକ ବିଜେଡି ରାଜ୍ୟରେ ପରାଜୟ ହେବାଠାରୁ କର୍ମୀମାନେ ନୀରବ ରହିଥିଲେ। ତେଣୁ 8 ମାସ ପରେ ଜୋନ୍ 1ର କର୍ମୀମାନେ ଏକତ୍ରିତ ହୋଇ ପ୍ରଥମେ ଆଲୋଚନା କରିଥିଲେ ଏବଂ ବିଜେଡି 24 ବର୍ଷ କ୍ଷମତାରେ ଥାଇ ମଧ୍ୟ କାହିଁକି ପରାଜୟ ହେଲା ତାହାର ସମୀକ୍ଷା କରିଥିଲେ। केवल सेतिक नुहे आगामी 2027 त्रिस्तरीय पंचायत निर्वाचन में वार्ड मेंबर ठारू आरंभ करी सरपंच समिति सभ्य जिला परिषद सभ्य पद पर्यंत विजय हेबाकु चेष्टा करिबाकु पड़िबो। सेतिपाई समस्ते हाथ को हाथ मिलाई एक होई लड़ाई करिबाकु पड़िबो आउ मनोबल को सबल करी आगकु बढ़िबाकु पड़िबो बोली मंचासीन अतिथि माने कर्मी मानक आह्वान देथिले। एथिरे नीरव खलसा, रतिकांत कंदपान, कईन भत्रा, सीमांचल बाघ प्रमुख सहयोग करथिले। ब्यूरो रिपोर्ट, स्वस्तिक न्यूज। निशामुक्त समाज गठन पई सचेतनता अभियान। कोरापुट जिला दशमंतपुर ब्लॉक सदर पंचायत कार्यालय निकटस्थ साप्ताहिक हाट पिंडी परिसर रे
ଆଜି ନିଶା ନିବାରଣ ବିଭାଗ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ କରିବା ଲକ୍ଷ୍ୟ ନେଇ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳିଥିଲା। ଏଥିରେ କୋରାପୁଟର ଏକ ଟିମ୍ ନାଟକ ମାଧ୍ୟମରେ ନିଶା ସେବନ କଲେ ସମାଜ ଓ ପରିବାରର ଏହାର କୁପରିଣାମ କିଭଳି ହେଉଛନ୍ତି ତାହାକୁ ନେଇ ଲୋକଙ୍କୁ ସଚେତନତା କରିଥିଲେ। ଲୋକଙ୍କୁ ପୁଣି କହିଥିଲେ ମୋରେ ମରିବା ଏବଂ ଦରେ ଦରିଦ୍ର ହେବା। ଏଭଳି ନିଶା ସେବନ କଲେ ଧନ ମାନ ସମ୍ମାନ ଏବଂ ଜୀବନ ନଷ୍ଟ ହୁଏ। ପୁଣି ସମାଜର ଘୃଣିତ ବ୍ୟକ୍ତି ହେବାକୁ ପଡ଼ିଥାଏ। ଏଥିପାଇଁ କୌଣସି ସରକାର କୌଣସି ବିଭାଗ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କୁ ଦାୟୀ କରିବା ଉଚିତ ନୁହେଁ। ଏଥିପାଇଁ ନିଜେ ହିଁ ଦାୟୀ, ନିଜ ଜୀବନ ପାଇଁ, ନିଜ ପରିବାର ଏବଂ ସମାଜ ପାଇଁ। ତେଣୁ ସମସ୍ତେ ସଚେତନତା ହୋଇ ନିଶାଠାରୁ ଦୂରରେ ରହିଲେ ଏକ ସୁସ୍ଥ ସମାଜ, ସୁଖୀ ପରିବାର ହେବାକୁ ପଡ଼େ ବୋଲି ଜନସଚେତନତା କରାଯାଇଥିଲା। ଏଭଳି ବାର୍ତ୍ତା ଏବଂ ନାଟକକୁ ବିଭିନ୍ନ ମହଲରେ ପ୍ରଶଂସା କରିଥିଲେ। ଶତାଧିକ ଦର୍ଶକ ଉପଭୋଗ କରିଥିଲେ।